ax plus by plus 5 equal to 0, 2x plus y plus 1 equal to 0। ସମୀକରଣ ଦ୍ୱୟ ଅସଙ୍ଗତ ହେଲେ a is to b କେତେ ହେବ? ପ୍ରଥମେ ଏହାକୁ ଆମେ ଆନୁପାତିକ ସୂତ୍ର ମାଧ୍ୟମରେ ସମାଧାନ କରିବା ଏବଂ ଦ୍ୱିତୀୟରେ ଏହାକୁ ଟ୍ରିକ୍ ମାଧ୍ୟମରେ ସମାଧାନ କରିବା। ଅସଙ୍ଗତ ପାଇଁ ସହ ସମୀକରଣ ଦ୍ୱୟର ଆନୁପାତିକ ସୂତ୍ର ହେଉଛି a1 by a2 equal to b1 by b2 is not equal to c1 by c2। ସହକ ଗୁଡ଼ିକର ମୂଲ୍ୟ ଗୁଡ଼ିକୁ ପ୍ରୟୋଗ କରିବା। a1 ର ମୂଲ୍ୟ ହେଉଛି a by a2 ର ମୂଲ୍ୟ ହେଉଛି 2 equal to b1 ର ମୂଲ୍ୟ ହେଉଛି b by b2 ର ମୂଲ୍ୟ ହେଉଛି y ର ସହକ କିଛି ନୁହେଁ ଅର୍ଥାତ୍ 1 is not equal to c1 by c2। ଏହାର କୌଣସି ପ୍ରକାର ଆବଶ୍ୟକତା ନାହିଁ। ତ ପ୍ରଥମେ ଆମେ ଜାଣିଥାଉ ଯେ a is to b ର ଅର୍ଥ ହେଉଛି a by b। that implies a by ଆମକୁ ହର ଜାଗାରେ ଦରକାର b, ଅର୍ଥାତ୍ ଆମେ ଏଠାରେ b ସ୍ଥାନରେ 2 କୁ ଏବଂ 2 ର ସ୍ଥାନରେ b କୁ ପରିବର୍ତ୍ତନ କରିବା। a by b equal to 2 by 1। that implies a is to b equal to 2 is to 1। ତ କରେକ୍ଟ ଅପସନ୍ ହେଉଛି b। ବର୍ତ୍ତମାନ ଏହାକୁ ଆମେ ସହଜ ଟ୍ରିକ୍ ମାଧ୍ୟମରେ ସମାଧାନ କରିବା। ଏଠାରେ x ର ସହଗ ହେଉଛି a ଏବଂ y ର ସହଗ ହେଉଛି b। ଠିକ୍ ସେହିପରି ଇକ୍ୱେସନ୍ 2 ରେ x ର ସହଗ ହେଉଛି 2 ଏବଂ y ର ସହଗ ହେଉଛି 1। ତ ଆମକୁ ନିର୍ଣ୍ଣୟ କରିବା ପାଇଁ କରିଥିଲା a is to b କେତେ ହେବ? a is to b equal to 2 is to 1। ଅପସନ୍ b